पुणी लुद जाफर निकटवर्ती थिबारु शिष्य माने पितर सेठारे अछंती बोली सुनी दुई जन लोकंकु तांकर निकटकु पठाई एहा निवेदन कले आंभ मानकर निकटकु आसीबा पई विलंब करंतु नाही। एणु पितर उठी सेमानकर संगरे गले। से आसंते सेमाने तांकु सेही उपर कोठरी को घेनी गले। ଆଉ ବିଧବା ମାନେ ସମସ୍ତେ ତାଙ୍କୁ ଘେରି ବିଳାପ କରୁ କରୁ ଦରକା ସେମାନଙ୍କର ସଙ୍ଗରେ ଥିବା ସମୟରେ ଯେଉଁ ସବୁ ଅଙ୍ଗରେଖା ଓ ବସ୍ତ୍ର ଗୁଡ଼ିକ ବନାଇଥିଲେ ସେହି ସବୁ ଦେଖାଇବାକୁ ଲାଗିଲେ। କିନ୍ତୁ ପିତର ସମସ୍ତଙ୍କୁ ବାହାର କରିଦେଇ ଆଣ୍ଠୁ ମାଡ଼ି ପ୍ରାର୍ଥନା କଲେ। ପୁଣି ସବୁ ଆଡ଼କୁ ବୁଲି ପଡ଼ି କହିଲେ, ଟାବିଥା ଉଠ। ସେଥିରେ ସେ ଆଖି ମେଲା କଲେ ଆଉ ପିତରଙ୍କୁ ଦେଖି ଉଠି ବସିଲେ। ପୁଣି ସେ ହାତ ଦେଇ ତାଙ୍କୁ ଉଠାଇଲେ ଏବଂ ସାଧୁମାନଙ୍କୁ ଓ ବିଧବା ମାନଙ୍କୁ ଡାକି ତାଙ୍କୁ ଜୀବିତ ଦେଖାଇଲେ। ଏହି କଥା ଜାଫର ସବୁଆଡ଼େ ଜଣା ପଡ଼ିଲା ଓ ଅନେକେ ପ୍ରଭୁଙ୍କ ଠାରେ ବିଶ୍ୱାସ କଲେ। ପ୍ରଭୁ ଏହି ସୁନ୍ଦର ବାକ୍ୟ ଆମମାନଙ୍କୁ ବୁଝିବାରେ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଆସନ୍ତୁ ପ୍ରଭୁଙ୍କର ହସ୍ତରେ ନିଜ ନିଜକୁ ସମର୍ପଣ କରୁ। ଆହେ ଆମମାନଙ୍କର ଏକମାତ୍ର ସତ୍ୟ ପରମେଶ୍ୱର, ବାକ୍ୟ ତୁମେ ନିଜେ, ଏ ସୁଯୋଗ ତୁମର। ଆମେ ତୁମ କଥା ଶୁଣିବା ପାଇଁ ଏ ସ୍ଥାନରେ ବସିଛୁ। ପ୍ରଭୁ ତୁମେ କଥା କୁହ, ଆମେ ପ୍ରତ୍ୟେକ ତୁମର ସେଇ ବାକ୍ୟର ଅର୍ଥ ବୁଝିବା ପାଇଁ ଏବଂ ଆମମାନଙ୍କର ଜୀବନରେ ତାହା କାର୍ଯ୍ୟକାରୀ କରିବା ପାଇଁ ତୁମେ ଆମମାନଙ୍କୁ ସାହାଯ୍ୟ କର। ତୁମର ଉପସ୍ଥିତି କାମନା କରୁ କରୁ ଯେତେ ଜଣ ମାନେ ଉପସ୍ଥିତ ଅଛୁ ପ୍ରତ୍ୟେକଙ୍କୁ ବିଶେଷ ଭାବରେ ମୋ ନିଜକୁ ରଖୁଛି। ପ୍ରଭୁ ତୁମେ କଥା କୁହ, ସମ୍ପୂର୍ଣ୍ଣ ଭାବରେ ତୁମରି ଉପସ୍ଥିତି ଆମ ପ୍ରତ୍ୟେକଙ୍କୁ ଅନୁଭବ କରିବାକୁ ଦିଅ। ଆରମ୍ଭରୁ ସେ ସବୁ ଦାୟିତ୍ୱ ତୁମର, ବାଧାବିଘ୍ନ ସବୁକୁ କେବଳ ତୁମରି ହସ୍ତରେ ସମର୍ପଣ କରୁ କରୁ ତୁମ ନାମରେ ମାଗିଲି, ଆମେନ୍। এই ଅଂଶଟି ଆମେ ସମସ୍ତେ ଅତି ପରିଚିତ, ବହୁତ ଥର ଆମେ ପଢିଛୁ ଏବଂ ଅନେକଙ୍କ ଠାରୁ ଶୁଣିଛୁ। କିନ୍ତୁ ପୁନର୍ବାର ଏଇ ଅଂଶ ଦେଇ ପ୍ରଭୁ ଆମମାନଙ୍କୁ କିଛି କଥା କହିବାକୁ ଚାହାନ୍ତି। ତେଣୁ ଆସନ୍ତୁ ଆମେ ସମସ୍ତେ ଶୁଣିବା। ଆଜିର ଏଇ ଅଂଶଟି ବିଷୟରେ ଆମେ ପଢାଗଲା ଦରକାଙ୍କର ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରଥମରେ ଆମେ ଦରକାଙ୍କର ବିଷୟରେ ଆଲୋଚନା କରିବା ଆଗରୁ ଏଇ ଜାଫ ବିଷୟରେ କିଛି ଦେଖିବା। ଜାଫର ଅର୍ଥ ହେଉଛି ସୌନ୍ଦର୍ଯ୍ୟ ବା ବ୍ୟୁଟିଫୁଲ। ଏହା ଏକ ପାଲେଷ୍ଟାଇନର ପ୍ରଧାନ ବନ୍ଦର, ଏକ ସମୃଦ୍ଧିଶାଳୀ ବନ୍ଦର ଥିଲା। ଯେତେବେଳେ ଦ୍ୱିତୀୟ ବଂଶାବଳୀ ତାର 2 ପର୍ବ 16ରେ ଆମମାନଙ୍କ ଲେଖାଯାଏ ଯେ ସଲୋମନଙ୍କର ସମୟରେ ଏହି ବନ୍ଦର ବାଟେ ରାଜା ହୁରମ ଲିବାନୋନରୁ ଏରସ କାଷ୍ଠ ଓ ଦେବଦାରୁ କାଷ୍ଠ ଓ ଚନ୍ଦନ କାଷ୍ଠ ଆଣି ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ପୁନର୍ବାର ଯେତେବେଳେ ମନ୍ଦିରର ମରାମତି କାର୍ଯ୍ୟ ଏଜ୍ରାଙ୍କର ସମୟରେ ହେଲା, ଏହି ବାଟେ ମଧ୍ୟ କାଷ୍ଠ ଆସିଥିଲା। ଯଦି ଆପଣ ମାନେ ଏଜ୍ରା ତାର 3 ପର୍ବ 7 ପଦରେ ଲେଖାଯାଏ। ଝିଅସିଓ 19:46ରେ ଲେଖାଯାଏ, ଦାନ ବଂଶକୁ ଜାଫର ସମୁଦ୍ର କୂଳିଆ ଏହି ସ୍ଥାନ ପ୍ରତିଜ୍ଞାତ ଦେଶରେ ବସତି ପାଇଁ ମିଳିଥିଲା। ଏହି ବନ୍ଦରରୁ ଜୁନୁସ ନିନିବି ପରିବର୍ତ୍ତେ ଜାହାଜରେ ତାର୍ସିସକୁ ପଳାଇ ଯାଇଥିଲେ। ଜାଫ ଏକ ବୃହତ ବନ୍ଦର ସହର ଥିଲା। ଏହା ମେଡିଟେରିଆନ ସମୁଦ୍ର କୂଳରେ ଅବସ୍ଥିତ ଥିବାରୁ ଅନେକ ଜୀବିକା ପାଇଁ ଏହି ସମୁଦ୍ର ଉପରେ ନିର୍ଭର କରନ୍ତି। ସମୁଦ୍ରରେ କାର୍ଯ୍ୟ କରିବା ଅତ୍ୟନ୍ତ କଷ୍ଟସାଧ୍ୟ, କାରଣ ଅନେକ ସମୟରେ ସମୁଦ୍ରରେ ଝଡ଼ ଆସିଥାଏ, ନାନା ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ଘଟିଥାଏ। ତେଣୁ ସେମାନଙ୍କର ମଧ୍ୟରେ ଅନେକ ଅତ୍ୟନ୍ତ ବିଧବା ଏବଂ ପିତୃହୀନ ପିଲାମାନେ ଥିଲେ। ଆଜିର ଏ ଅଂଶରେ ଆମେ ଦେଖୁ ଯୋଉ ପଢାଗଲା
ଯେ ଦର୍କାଙ୍କର ବିଷୟରେ ଈଶ୍ୱର ଦର୍କାଙ୍କୁ ଏହି ଜାଫରେ ରଖିଥିଲେ। ଯୋଉ ଦର୍କାଙ୍କର ହିବ୍ରୁ ନାମ ଥିଲା ଟାବିଥା ଏବଂ ଗ୍ରୀକ ନାମ ଥିଲା ଦର୍କା। ଦର୍କାର ଅର୍ଥ ହେଲା ଗ୍ରେସଫୁଲ, ଅର୍ଥାତ୍ ଭେରି ଡିଗ୍ନିଫାଇଂ ପର୍ସନାଲିଟି, ଅର୍ଥ ଯାହାର ପ୍ରେଜେନ୍ସ ଅନ୍ୟମାନଙ୍କୁ ଆନନ୍ଦ ଦିଏ ବା ଯାହାର ଉପସ୍ଥିତି ଯେ ଅନେକଙ୍କର ଭିତରେ ଅନେକ ସମୟରେ ଆମେ କାହାକୁ ଦେଖିଲେ ଯୋଉ ଗୋଟେ ଖୁସି ଲାଗେ, ଏଇ ପ୍ରକାର ପର୍ସନାଲିଟି ଥିଲେ ଦର୍କା। ଏଇ ପ୍ରକାର ଏକ ନାରୀ ସେ ଥିଲେ। ତାଙ୍କର ନାମର ଅର୍ଥ ହିଁ ତାଙ୍କର ଜୀବନ ଦ୍ୱାରା ପ୍ରମାଣିତ ହେଉଥିଲା। ତାଙ୍କର କାମ ଆଉ ଲକ୍ଷ୍ୟ ଥିଲା ପ୍ରେମ ବିତରଣ, ଅନ୍ୟମାନଙ୍କର ଯତ୍ନ ନେବା, ବିଧବା ମାନଙ୍କୁ ସାହାଯ୍ୟ କରିବା ଏବଂ ସେମାନଙ୍କର ଜୀବନରେ ନୂତନ ଆଶା ଭରିଦେବା। ଏହା ଯେ ତାଙ୍କର ବ୍ୟବସାୟ କି କୌଣସି ଗୋଟେ ଟ୍ରଷ୍ଟ ଚଲାଇବାକୁ ସେ କରୁଥିଲେ ତା ନୁହେଁ, କିନ୍ତୁ ସେ ଜଣେ ଈଶ୍ୱରଙ୍କର ଶିଷ୍ୟା ଥିଲେ ବୋଲି ଲେଖାଯାଏ ଏବଂ ଅନ୍ୟମାନଙ୍କର ଦୁଃଖକୁ ସେ ବୁଝୁଥିଲେ। ବାଇବେଲରେ ଜଣେ ମହିଳା ଶିଷ୍ୟା ବୋଲି ଦର୍କାଙ୍କୁ କୁହାଯାଇଅଛି। ଯଦି ଆମେ ସେଇ ଶିଷ୍ୟ ବା ଇଏର ଅର୍ଥ ଦେଖୁ, ଯେଉଁମାନେ ଯୀଶୁଙ୍କୁ ଅନ୍ୱେଷଣ କରୁଥିଲେ ଓ ଗୁରୁଙ୍କର ପଥରେ ଚାଲୁଥିଲେ ବା ଶିଷ୍ୟ ଗୁରୁମାନଙ୍କର ପଥରେ ଚାଲୁଥିଲେ, ସେଇମାନଙ୍କୁ ଶିଷ୍ୟ କୁହାଯାଉଥିଲା। ଯୀଶୁଙ୍କୁ ବିଶ୍ୱାସ କରୁଥିଲେ ଏବଂ ତାଙ୍କର ସେବା କରୁଥିଲେ। ଟାବିଥା ଜଣେ ଯୀଶୁଙ୍କର ଶିଷ୍ୟା ହୋଇଥିବାରୁ ଏହି ସବୁ ଐଶ୍ୱର୍ଯ୍ୟ ଗୁଣ ଗୁଡିକ ତାଙ୍କର ପାଖରେ ଦେଖାଯାଇଥିଲା। ସେ ଈଶ୍ୱରଙ୍କୁ ପ୍ରେମ କରୁଥିଲେ ଏବଂ ତାଙ୍କର ପଥରେ ଚାଲୁଥିଲେ ଆଉ ସବୁ ବିଷୟରେ ତାଙ୍କର ଉପରେ ନିର୍ଭର କରୁଥିଲେ। ସେଥିପାଇଁ ତାଙ୍କୁ ତାଙ୍କର ଶିଷ୍ୟା ବୋଲି ଆଖ୍ୟା ଦିଆଯାଇଛି। ଦର୍କାଙ୍କର ହାତରେ ଏକ ଛୋଟିଆ ଅସ୍ତ୍ର ଥିଲା, ଯାହା ଥିଲା ଛୁଞ୍ଚି ଆଉ ସୂତା। ଏହା ଦ୍ୱାରା ସେ ସମାଜର ପ୍ରତ୍ୟେକଙ୍କର ନିକଟରେ ପ୍ରେମର ପାତ୍ରୀ ହୋଇପାରିଥିଲେ। ଆଜି ଆମ ପ୍ରତ୍ୟେକଙ୍କୁ ଈଶ୍ୱର ପ୍ରଚୁର ଉତ୍ତମ ଗୁଣ ଦେଇଛନ୍ତି। କେଉଁମାନଙ୍କୁ ପ୍ରଚୁର ଅର୍ଥ ଉପାର୍ଜନ କରିବାର କ୍ଷମତା ଦେଇଛନ୍ତି, ଆଉ କାହାକୁ ଭଲ ରାନ୍ଧିବାର ଏବଂ ଭଲ ଆତିଥ୍ୟ କରିବାର, ଏବଂ ସେ ଚାହାନ୍ତି ଆମ ହାତରେ ଯାହା ଦେଇଛନ୍ତି ତାହା ଦ୍ୱାରା ଆମେ ସମାଜରେ ଅନେକଙ୍କୁ ସେଇ ଈଶ୍ୱରଙ୍କର ପ୍ରେମକୁ ତାରି ମାଧ୍ୟମରେ ବାଣ୍ଟିବା ପାଇଁ, ଯାହା ଦ୍ୱାରା କି ସ୍ୱର୍ଗସ୍ଥ ପିତାଙ୍କର ମହିମା କୀର୍ତ୍ତନ ଆମେ କରିପାରିବୁ। ମାଥ୍ୟୁ ତାର 5 ପର୍ବ 16 ପଦରେ ଲେଖାଯାଏ। ମଦର ତେରେସାଙ୍କର ବିଷୟରେ ଆମେ ପ୍ରତ୍ୟେକ ଜାଣୁ ଯେ ମଦର ତେରେସା କୌଣସି ସ୍ଥାନରେ ସେ ବାକ୍ୟ ନେଇ ପ୍ରଚାର କରୁନଥିଲେ, କିନ୍ତୁ ତାଙ୍କର ଗୁଣ, ତାଙ୍କର ଆଚରଣ ତାହା ଅନେକଙ୍କୁ ଈଶ୍ୱରଙ୍କର ପ୍ରେମ ନିକଟକୁ ଆକର୍ଷଣ କରିବା ପାଇଁ ସେମାନେ ପ୍ରଭାବିତ ହେଉଥିଲେ। ତାଙ୍କର ମୋଟ ଥିଲା, ମଦର ତେରେସାଙ୍କର ମୋଟ ଥିଲା ସେବା ଆଉ ପ୍ରେମ। ଯେଉଁ କାମ କେହି କେବେ କରିବେ ନାହିଁ, ଏପରି ଏକ ଛୋଟ ଏବଂ ଘୃଣାଯୋଗ୍ୟ କାର୍ଯ୍ୟ କରି ସେ ଅନେକଙ୍କୁ ଈଶ୍ୱରଙ୍କର ନିକଟକୁ ଆଣିପାରିଥିଲେ। ଦର୍କା ଜଣେ ଆମେଜିଂ ମହିଳା ଥିଲେ। ତାଙ୍କର ମଧ୍ୟ ଆହୁରି ଅନେକ ଉତ୍ତମ ଗୁଣ ଗୁଡିକ ଥିଲା। ନିଜର ସମୟକୁ ସେ ଦାନ କରୁଥିଲେ, ନିଜର ପରିଶ୍ରମ ଓ ଶକ୍ତି ସେ ଦାନ କରୁଥିଲେ ଏବଂ ନିଜର ଅର୍ଥକୁ ସେ ଦାନ କରୁଥିଲେ। ନିଜ ପାଖରେ ଥିବା ଉତ୍ତମ ଗୁଣ ଗୁଡିକୁ ଅନ୍ୟମାନଙ୍କର ମଙ୍ଗଳ ପାଇଁ ସେ ବ୍ୟବହାର କରୁଥିଲେ। ଏତେ ସୁନ୍ଦର ଗୁଣ ବିଶିଷ୍ଟ ଜଣେ ମହିଳା ହୋଇଥିବାରୁ ତାଙ୍କର ବଞ୍ଚିବାର ଆବଶ୍ୟକତା ଥିଲା। ସେ କେବଳ ସମସ୍ତଙ୍କର ଶାରୀରିକ, ସାମାଜିକ, ଅର୍ଥନୈତିକ ଆବଶ୍ୟକତାକୁ ପୂରଣ କରୁଥିଲେ ତା ନୁହେଁ, କିନ୍ତୁ ସେ ଅନେକଙ୍କୁ ଈଶ୍ୱରଙ୍କର ନିକଟକୁ ଆଣୁଥିଲେ। ତେଣୁ ଈଶ୍ୱର ଏଇ କାର୍ଯ୍ୟ ଶେଷ ହେବାକୁ ଦେଇନାହାନ୍ତି। ଗୋଟିଏ କଥା ମାନେ ବିଶ୍ୱାସ କରୁ
ଯେ ଯେଉଁଠାରେ ଈଶ୍ୱରଙ୍କର ଉପସ୍ଥିତି ଥାଏ ସେଇଠାରେ ଜୀବନ ଥାଏ। ଯେତେବେଳେ ଈଶ୍ୱର ଆମ ପାଖରେ ଥାନ୍ତି ଆମର ସମସ୍ତ ଦୁଃଖ, ଚିନ୍ତା, ଶୋକ, କ୍ରନ୍ଦନ ଆମର କ୍ଷତି କରିପାରିବ ନାହିଁ। ଯାହା ପାଉଲ ରୋମୀ ତାର 8:35 ଲେଖନ୍ତି। ଯେତେବେଳେ ଦରକାଙ୍କର ମୃତ୍ୟୁ ହୋଇଗଲା ସେଇ ସମୟରେ ଆମେ ଦେଖୁ ମାତ୍ର 10 ମାଇଲ ଦୂରରେ ଲୁଦରେ ଯୀଶୁଙ୍କର ପ୍ରିୟ ଶିଷ୍ୟ ପିତରଙ୍କର ଉପସ୍ଥିତି ଥିଲା। ସେଇ ସ୍ଥାନରେ ପିତର ଥିଲେ। ତାଙ୍କୁ ଡକାଯିବା ମାତ୍ରେ ସେ ସଙ୍ଗେ ସଙ୍ଗେ ସେ ସ୍ଥାନକୁ ଆସିଥିଲେ। ଯେଉଁ ସ୍ଥାନରେ ଦରକାଙ୍କର ମୃତ ଶରୀର ରଖାଯାଇଥିଲା ସେଇ ଉପର କୋଠରୀରେ ବିଧବା ମାନେ କାନ୍ଦୁଥିଲେ ବୋଲି ଲେଖାଯାଏ। କାରଣ ତାଙ୍କର ଅତି ଆପଣାର ବନ୍ଧୁକୁ ସେମାନେ ହରେଇଥିଲେ। ଦରକାର ସେମାନଙ୍କର ସହିତ ଥିବା ସମୟରେ ସେମାନଙ୍କ ପାଇଁ ଯେଉଁ ସମସ୍ତ ଉତ୍ତମ କାର୍ଯ୍ୟ କରିଥିଲେ ଏବଂ ସେମାନଙ୍କ ପାଇଁ ଯେଉଁ ସମସ୍ତ ଅଙ୍ଗରେଖା ଓ ବସ୍ତ୍ର ଗୁଡ଼ିକ ତିଆରି କରିଥିଲେ ତାକୁ ଦେଖାଇ କାନ୍ଦୁଥିଲେ। ସେମାନେ ଅତ୍ୟନ୍ତ ଦୁଃଖରେ ଭାଙ୍ଗି ପଡ଼ିଥିଲେ ବୋଲି ଲେଖାଯାଏ। କେହି ତାଙ୍କୁ ସାନ୍ତ୍ୱନା ଦେବାକୁ ନଥିଲେ। ହୁଏତ ସେମାନେ ସେମାନଙ୍କର ଜୀବନରେ ଆଶା ଭରସା ଶୂନ୍ୟ ବା ଆଶା ଶୂନ୍ୟ ସେମାନେ ହୋଇଯାଇଥିଲେ। କାରଣ କଣ କରିବେ ଦରକାରଙ୍କର ବିନା ସେମାନେ ଚିନ୍ତା କରୁଥିଲେ। ଏହା ସେମାନଙ୍କର ଚିନ୍ତା ହୋଇଯାଇଥିବ ଯେ ସେମାନେ ଦରକାରଙ୍କର ବିହୁନେ କେମିତି ବଞ୍ଚିବେ, କଣ କରିବେ। ଅତି ନିଜର ଆପଣାର ଲୋକଙ୍କୁ ସେ ହରେଇଛନ୍ତି ସେମାନେ। ସେଥିପାଇଁ ସେମାନେ ଅତି ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଯେତେବେଳେ ମୁଁ ଏଇ ବିଷୟ ଧ୍ୟାନ କରୁଥିଲି, ଭାବୁଥିଲି ଆଜି ମୁଁ ଯଦି ଏ ଜଗତରୁ ବିଦାୟ ନେବି ତେବେ ଲୋକମାନେ ମୋ ବିଷୟରେ କଣ କହିବେ। ମୁଁ ଅନେକ ସମୟରେ ଶୁଣିଛି ଅନେକଙ୍କର ମୃତ୍ୟୁ ଗୃହରେ ଏବଂ ମୃତ୍ୟୁ ପରେ ମଧ୍ୟ ଅନେକ ଲୋକ ଏହି ପ୍ରକାର କହନ୍ତି, ଯାହା ହଉ ଲୋକଟା ଯାଇଛି, ଭଲ ହେଇଛି, ଆଉ ସେ ଏ ପ୍ରକାର ଏକ ଖରାପ ଲୋକ ଥିଲା, ଏଇ କାର୍ଯ୍ୟ କରିଥିଲା। ଅନେକ ସମୟରେ ଅନେକଙ୍କର ମୃତ୍ୟୁ ପରେ ଏହି ସମସ୍ତ କଥା ମଧ୍ୟ ଆଲୋଚନା କରାଯାଏ। କିନ୍ତୁ ଏ ସ୍ଥାନରେ ଆମେ ଦେଖୁଛୁ ଗୋଟେ ମୃତ୍ୟୁର ଗୃହର ଦୃଶ୍ୟ କେତେ ହୃଦୟ ବିଦାରକ, କେତେ କଷ୍ଟଦାୟକ। ଆଉ ଏ ସ୍ଥାନରେ ଆମେ ତାହା ଦେଖୁଛୁ। ପ୍ରିୟମାନେ, ଈଶ୍ୱର ଆମକୁ ଏକ ଛୋଟିଆ ବହୁମୂଲ୍ୟ ଜୀବନ ଦେଇଛନ୍ତି। ଯେମିତି ଘାସ ଫୁଲ ପରି ଆମମାନଙ୍କର ଜୀବନ ଏକ ଛୋଟ ଜୀବନ ଦେଇଛନ୍ତି। ଆମର କାର୍ଯ୍ୟ ଦ୍ୱାରା ଆଉ କଥା ଦ୍ୱାରା ଆମେ ଈଶ୍ୱରଙ୍କୁ ଯେମିତି ଗୌରବ ଦବୁ। କାରଣ ଆମମାନେ ଈଶ୍ୱରଙ୍କ ଠାରୁ ଏକ ବହୁମୂଲ୍ୟ ଜୀବନ ପାଇଅଛୁ। ତେଣୁ ଆମମାନେ ଆମମାନଙ୍କର ଜୀବନ ଦ୍ୱାରା ଈଶ୍ୱରଙ୍କୁ ଗୌରବ ଦଉ। ପିତର ମୃତ ଦରକାରଙ୍କ ପାଖରେ ଆଣ୍ଠୁ ମାଡ଼ି ପ୍ରାର୍ଥନା କରିଥିଲେ ଏବଂ ତାଙ୍କର ନାମ ଧରି ଡାକିବାରୁ ସେ ଉଠି ବସିଥିଲେ ବୋଲି ଲେଖାଯାଏ। ମୃତ୍ୟୁରୁ ଉଠିଥିବାରୁ ଯେ ଆମେ ତାବିଥାଙ୍କୁ ସ୍ମରଣ କରୁଅଛୁ ତା ନୁହେଁ, କିନ୍ତୁ ତାଙ୍କର ସେଇ ଉତ୍ତମ କାର୍ଯ୍ୟ ପାଇଁ ସେ ସ୍ମରଣୀୟ ହୋଇ ରହିଅଛନ୍ତି। ଆମେ କେବଳ ବାକ୍ୟରେ ପଢ଼ି ଶୁଣି କହିବାନି ଯେ ବା କି ବଢିଆ ମହିଳା ସେ ଥିଲେ। ତେଣୁ ତାଙ୍କର କାର୍ଯ୍ୟକୁ ଆମମାନେ ସ୍ମରଣ କରୁ। କିନ୍ତୁ ଆମେ ଯେପରି ତାଙ୍କର ଜୀବନରୁ ଶିକ୍ଷା ଗ୍ରହଣ କରୁ, ଏହା ଆଜି ଈଶ୍ୱର ଆମମାନଙ୍କ ପାଖରୁ ଚାହାନ୍ତି। କେବଳ ଶୁଣିବା ଯଥେଷ୍ଟ ନୁହେଁ, କିନ୍ତୁ ଆମର ଜୀବନରୁ ଈଶ୍ୱର କଣ ଚାହାନ୍ତି, ଆମ ଜୀବନକୁ ଦେଖିବା ପାଇଁ ଈଶ୍ୱର ଆମମାନଙ୍କ ପାଖରୁ ତାହା ଚାହାନ୍ତି। ଜଣେ ସାଧାରଣ ସ୍ତ୍ରୀ ଲୋକ ଯିଏକି ଈଶ୍ୱରଙ୍କର ପାଇଁ କଠିନ କାର୍ଯ୍ୟ କରି ବାଇବେଲରେ ସ୍ଥାନ ପାଇଛନ୍ତି, ସେ ଜଣେ ଧନୀ ହୋଇଥାଇ ପାରନ୍ତି। ଅନେକ କହନ୍ତି ସେ ଜଣେ ବିଧବା ଥିଲେ, କାରଣ ତାଙ୍କର ସ୍ୱାମୀଙ୍କର ବିଷୟରେ କିଛି ଲେଖା ଯାଇ ନାହିଁ। ଆଉ ସେଥିପାଇଁ ସେ ବିଧବା ଥିବାରୁ ବିଧବା ମାନଙ୍କର ଦୁଃଖକୁ ସେ ବୁଝି ପାରୁଥିଲେ। ସେ ଜଣେ ନମ୍ର, ଈଶ୍ୱର ଭୟକାରୀ ଏବଂ ଅନେକ ଉତ୍ତମ ଗୁଣର ସେ ଅଧିକାରୀ ଥିଲେ। ଯଦି ସେତେବେଳେ ହୁଏତ ମିଡିଆ ଥାନ୍ତା ଆଜି ପରି, ତେବେ ଅନେକ ତାଙ୍କର ଉତ୍ତମ ଗୁଣ ଆଉ ତାଙ୍କର ମୃତ୍ୟୁ ପରେ ଲୋକମାନଙ୍କର ପ୍ରତିକ୍ରିୟା ପୃଥିବୀ ସାରାର ଲୋକମାନେ ଗୋଟିଏ ମୁହୂର୍ତ୍ତରେ ଦେଖି ପାରିଥାନ୍ତେ।
लोक माने शुणी थांते से मीडिया रु एवं सांगे सांगे अल्प दिन रे भूली जाई थांते किंतु बाइबल रो इतिहास रे एहा लिपिबद्ध होई रहितिबारु पीढ़ी परे पीढ़ी लोक माने तांकर जीवन को ध्यान करुचंती एवं शिखुचंती एवं तांकर उत्तम गुण गुड़ी को जानी पारी उत्साहित हेउचंती। मोर प्रिय माने ईश्वर आमान को कथा कहतु केवल प्रत्येक थर परी शुणी कि सुंदर वाक्य न कही आमर जीवन रे यही वाक्य को आम माने प्रतिफलित करू प्रभु ता आम पाखु चाहती आम एक प्रभावशाली व्यक्तित्व होई जेपरी होई परिबु एवं ईश्वरंकर ठारे आम माने समर्पित होई परिबु ताहा ईश्वर आम प्रत्येक पाखु ता चाहती। चिंता करू मोर जीवन कण अन्य मानकु दुख देउछि कि काम छोट हेउ बा बड़ हेउ जहाँ भी आमे करू ईश्वरंकर गौरव उद्देश्य रे करू। ताबिथा जने साधारण दर्जी थिले जहाँ माने कहू आम माने चिंता करू सामान्य सुंची आ सूता द्वारा तांको से अनेकंक पाखरे आदृत होई पारिथिले जने छुंची आ सूता द्वारा अनेक से कार्य करिथिबारु महत्व कार्य करिथिबारु लोक मान तांको से स्थान रे स्मरण करी तांकर हृदय भांगी पड़ुथला। गीत पदेश तार 31 पर्व 20 रे लेखा जाए गुणवती स्त्री रो गोटे गुण विषय लेखा जाय अछि से गरीब मानकर प्रति आपना हस्त प्रसार करे। माथ्यू 5:7 रे लेखा जाए दयालु लोके धन्य से माने दया प्राप्त हेबे। आ माने देखू जे धनी आ लाजारंकर दृष्टांतरु धनीर लाजार प्रति जो दयार अभाव थिबारु तार से दिन अब्राहम कर स्थान रे कोଳରେ स्थान नथिला तेनु आम पाखरे जहा अछि सेथिरे अन्यर माने साहाय्य करू प्रभु आम मान को आशीर्वाद करंतु एवं आमे निजको परीक्षा करू संशोधन करू एवं आदर्श जीवन काटू। दरकांकर एक साधारण छुंची सूता जेपरी असाधारण कार्य करितिला आम पाखरे थिबा साधारण विषय अन्यर उपकार रे आसु आम मानकर आजिर मोर ये थिला जे साधारण किंतु असाधारण कार्य मोर आजिर टॉपिक थिला साधारण किंतु असाधारण कार्य। साधारण महिला थिले जने दर्जी थिले छुंची सूता द्वारा अनेकंकर द्वारा आदृत होई पारथिले। प्रभु आम प्रत्येक को आशीर्वाद करंतु आम पाखरे आम हाथ रे जहा देइचंती ताहा द्वारा आमे अनेकंकर उपकार करू। आज दरकांकर विषय दे प्रभु आम प्रत्येक को कथा कही अछंती सेति पई प्रभु गौरवान्वित हुंतु। धन्यवाद दूची पुनर्बार मते आज रही सुंदर सुजोग देइथिबारु धन्यवाद। थैंक यू इतिश्री छुंची सूता ऊपर एक सुंदर वाक्य एवं समाज रे प्रभु आम प्रत्येक को किछि ना किछि अन्य मन को सहायता करिया पे दान करिया पे किछि ना किछि देइचंती ताको विचारवंत भाव रे ताको जतले हम बुझिकरी अन्य मन को सहायता और सहयोग रे हम ताको व्यवहार करू केवल जे प्रभु गौरवान्वित होंती ता नुहे समाज रे गोटे सुंदर मिलनर आउ से एटमॉस्फेयर क्रिएट हुए जहाँकि दरकांकर पाइका सेटा हेइतिला एवं समान सेइथबे का दरकांको पाइका पितर को डकाइले सुंदर भाव रे छोट विषय ऊपर आधार रे आज वाक्य को परिवेषण करिछ सेति प्रभु तुमको विशेष विशेष आशीर्वाद करंतु। गॉड ब्लेस यू इतिश्री। थैंक यू वेरी मच।